देखंतु एटा होची पेपर बक्रम आ ऊपरे मु एमती वाटर ड्रॉप शेप दे देइची ताकू उल्टा करिगिरी मु ड्रॉ कर नेइची। एटा होची फ्रंट साइड। एई जिनसटा आपण माने मो चैनल को जाईगिरी कोन केमती हबो आपण माने देखि परिबे। देखंतु एई हिसाब रे हमें एबे वाटर शेप देई दबा ऊपरे खाजापट्टी विथ ता संगे कप केमती जॉइंट हबो आपण माने मो चैनल को जानतु मु वीडियो छाड़ीची सेठी जानि परिबे कप केमती जॉइंट हबो खाजापट्टी बटम पट्टी केमती हबो देखिगिरी नुआ लोक आराम रे सिखि जाई परिबे। देखंतु आ ऊपरे बे आउथरे एमती मु उल्टा करी ड्रॉ कर नउची। तापरे ड्रॉ कला बाद 1 इंच रखिगिरी मु एमती काटी नउची। आकु एबे हमें अस्तर ऊपर रखी पेस्ट कर दबा एमती। आपण माने बड़ अस्तर पीस न हेले भी जॉइंट करी एमती रखी देबे पेस्ट कर नेबे किछि असुविधा हबोनी। आधा इंच कपड़ा रखी हमें एमती कटिंग कर दबा एबे। एटा हाथ रे हमें दीटा हाथ रे लगेबा वाटर ड्रॉप करवा आकु भी एमती पेस्ट कर नबा। आधा इंच रखी एमती हमें कटिंग कर दबा एबे। एमती मझिरे फोल्ड कर दबा हमें हमको एई जिनस लगेला बेलू सुविधा हबो तेणु एमती फोल्ड कर नबा। एबे हमें फिटिंग करवा। ये होची पछ साइड मापिगिरी आगे देखी दबा हमें कोठू रहिले ठीक हबो। देखंतु तापरे हमें आइरे छोट छोट एमती कटिंग लगे दबा एमती कटिंग कर दबा। कटिंग कर देले हमको मुड़ीगिरी सिलेला बेलू सुविधा हबो तेणु छोट छोट एमती कटिंग दे दबा एठी सबू। तापरे एमती हमें मुड़ीगिरी सिले नबा सबू जाक एमती हमें सिले दबा। एक्स्ट्रा कपड़ा जो अधिक थिबो मोटा हो जिवो तेणु एमती कटिंग कर नबा। तापरे पछपटे एमती रखिबा। माने फोल्ड को फोल्ड एमती मिसेई के रखिबा हमें एमती। आगे एमती सीधा रे हमें सिले नबा एपटे सपट हबनी ठीक साइज रे रहिबो बोली। ताकू जेमती शेप थिबो से शेप रे हमें मशीन चलेबा। नुआ लोक आराम रे सिलेबे हरबर हेबिनी। देखंतु पछ साइड अब हमर रेडी हो जाइची। तापर मझिरो एमती हमें कटिंग कर दबा टिके। दी सूत कपड़ा रखी हमें सब कटिंग कर दबा। तापरे वीडियो टी लॉन्ग है पारे किंतु
ଆପଣମାନେ ମନ ଦେଇକି ଦେଖନ୍ତୁ, ନୂଆ ଲୋକ ନିଶ୍ଚୟ କିଛି ଶିଖିପାରିବେ। ମୁଁ ହର୍ବରରେ ଯଦି ଭିଡ଼ିଓ ମାନେ ସ୍ପିଡ୍ କରିଦେବି ତାହେଲେ ଆପଣମାନେ ବୁଝିପାରିବେନି, ତେଣୁ ବୁଝିହେବ ଏହି ହିସାବରେ ମୁଁ ଭିଡ଼ିଓ ସୁଟିଂ କରୁଛି। ଭିତରେ ତାପରେ ଆମେ ଛୋଟ ଛୋଟ କଟ୍ ଲଗେଇଦେବା ଏମିତି। ଏମିତି କଟ୍ ଲଗାଇଦେଲେ ଆମକୁ ଉଲ୍ଟେଇକିରି ସିଲେଇଲେ ଏଇଟା ସେପ୍ରେ ବସିବ, ତେଣୁ ଆମେ ଏମିତି କଟ୍ କରିଦେଉଛୁ ଏଇଟା। ଆକୁ ଏବେ ଆମେ ଉଲ୍ଟେଇ ଦେବା ଏମିତି। ଦେଖନ୍ତୁ, ଉଲ୍ଟେଇଲା ପରେ ଆମେ ଏମିତି ସାଇଡ଼ରେ ମେସିନ୍ ସିଲେଇ କରିଦେବା। ଗୋଟେ ସୁତ ଛାଡ଼ିକିରି ଏମିତି ଆମେ ମେସିନ୍ ସିଲେଇ କରିଦେବା। ନୂଆରେ ସିଲେଇ କାମ ଶିଖୁଥିବା ଲୋକ ଜମାରୁ ହର୍ବର ହେବେନି, ଏମିତି ଆରାମରେ କରିବେ। କାହିଁକିନା ସେପ୍ଟା ଟିକେ ଏପଟ ସେପଟ ହୋଇଗଲେ ଜମାରୁ ସୁନ୍ଦର ଲାଗିବନି। ଏଇଟା ହେଲା ପରେ ଆମେ ଖାନ୍ଦ ଜଏଣ୍ଟ କଲା ପରେ ନେକ୍ କେତେ ନେବା କଥା ଆଉ କେଉଁ ହିସାବରେ ଲାଗିବ ସେଇଟା ବି ମୁଁ ଆରାମରେ ସବୁ କିଛି ବତେଇବି। ଆପଣମାନେ ଆରାମରେ ଦେଖନ୍ତୁ, ବୁଝିପାରିବେ। ଦେଖନ୍ତୁ, ୱାଟର ଡ୍ରପ୍ ଏଇ ଟାଇପ୍ର ସେପ୍ ଆସିବ। ତାପରେ ଏମିତି ହାତରେ ବି ଆମେ ଏଇଟା ୱାଟର ସେପ୍ ଲଗେଇବା, ସେମ୍ ପ୍ରୋସେସ୍ରେ ଲଗେଇବା। ଦେଖନ୍ତୁ, ଏହି ହିସାବରେ ମାପିବେ। ଆଉ ଏଇଟା ସ୍କ୍ରେଚ୍ ଦେବା ପଛପଟ। ସ୍କ୍ରେଚ୍ଟା ପଛପଟ ଏମିତି ଡବଲ ସିଲେଇ କଲେ ଭଲ, ଜଲ୍ଦି ସେଟା ଛାଡ଼ିବନି ସିଲେଇ। ଦେଖନ୍ତୁ, ତାପରେ ଆମେ ସାମ୍ନା ପଟ ଆଇରେ ଏମିତି ଜଏଣ୍ଟ କରିବା। ଅଧ ଇଞ୍ଚ ସିଲେଇ ଛାଡ଼ିକିରି କପଡ଼ା ଆମେ ଏମିତି ସିଲେଇ କରିଦେବା। ଏପଟେ ବି ଏମିତି ଅଧ ଇଞ୍ଚ ରଖି ଆମେ ସିଲେଇ କରିଦେବା। ହାଇନେକ୍ରେ ସଦାବେଳେ ବାହାର ପଟ ନିଶ୍ଚୟ ସେମ୍ ଦୁଇଟା ସାମ୍ନା ଆଉ ପଛକୁ ସମାନ ରଖିବେ, ବାହାର ସାଇଡ଼୍ ରଖିକିରି ସିଲେଇବେ। ଦେଖନ୍ତୁ, ଏବେ ଆକୁ ଆମେ ଏବେ ଡବଲ ସିଲେଇ କରିଦେବା।
ଦେଖନ୍ତୁ ଡବଲ ସିଲେଇ ହେଲା ପରେ ଆମେ ଯେତିକି କପଡ଼ା ମାନେ ଏକ୍ସଟ୍ରା ରଖିକିରି ଆମେ ଯେଉଁ ସିଲେଇ ଥିଲେ ସେତିକି କଟିଂ କରିଦେବା। ଅଧିକା କାଟିବେନି, ଯେହେତୁ ଏଇଟା ନେକ୍ ବ୍ଲାଉଜ୍ ଅଧିକ କାଟିଦେଲେ ପଛକୁ ଘୁଞ୍ଚିଯିବ ନେକ୍। ଦେଖନ୍ତୁ ଏମିତି ମିଡ଼ିଲରେ କଟ୍ ଚିହ୍ନ ଦେଇକିରି ଏମିତି ରଖିବେ। ତାପରେ ଜଏଣ୍ଟରୁ 2 ଇଞ୍ଚ ବାହାରକୁ କରିବେ, ବେଶୀ କରିବେନି, ବେଶୀ କଲେ ବେଶୀ ବଡ଼ ହେଇଯିବ। ଆମେ 12ରେ କାଟିବା, 1 ଇଞ୍ଚ 2 ସୁତରେ ଏମିତି ବକ୍ରମ ନେବେ ଆଉ ଲମ୍ବ 12। ତାପରେ ଏଇଠି ଆମେ ଏମିତି ଗୋଲ ସେପ୍ ଦେଇଦେବା। ଦେଖନ୍ତୁ ଏମିତି ଗୋଲ ସେପ୍ ଦେଇଦେବା। ଏହାର ଲମ୍ବ ଅଛି 12 ଇଞ୍ଚ, ଉଷାର ଅଛି 1 ଇଞ୍ଚ 2 ସୁତ। ଯେହେତୁ କପଡ଼ା ଏମିତି ସାଇଡ଼ରେ ମୋର ବଳିଛି, ତା ଉପରେ ଆଗେ ମୁଁ ଏମିତି ପେଷ୍ଟ କରିଦେଉଛି ଆଗେ। ଦେଖନ୍ତୁ ବକ୍ରମ ପେଷ୍ଟ ହେଲା ପରେ ଏମିତି ରଖିକିରି ତା ସାଇଡ଼ରେ ଆମେ ଏମିତି ସିଲେଇ ନେବା। ତାପରେ ଏମିତି ସାଇଡ଼ରେ ଆମେ କଟିଂ କରିଦେବା। 2 ସୁତ ଲେଖା କପଡ଼ା ରଖିକିରି ସବୁଆଡ଼େ ଆମେ ଏମିତି କଟିଂ କରିନେବା। ଦେଖନ୍ତୁ କେମିତି ନେକ୍ ଜଏଣ୍ଟ ହେବ, ସେଇ ହିସାବରେ ଆପଣମାନେ ଲଗେଇବେ, ଦେଖିବେ ବହୁତ ଫିନିସିଂ ହେବ ଏଇ ଜିନିଷଟା। ଏଇ ଟର୍ଣ୍ଣିଂ ମାନେ ରାଉଣ୍ଡ ଜାଗାରେ ଏମିତି କଟ୍ ଚିହ୍ନ ଦେଇଦେବା। ବକ୍ରମକୁ ଉଲ୍ଟା କରିବା। ଦେଖନ୍ତୁ ଯେଉଁ କପଡ଼ାରେ ମାନେ ବକ୍ରମ ଲାଗିଛି ତାକୁ ଆମେ ପଛ ସାଇଡ଼ ରଖିବା, ଯେହେତୁ ସେଟା ଫେସ୍ ହେବ। ତାପରେ ଏମିତି 1 ସୁତରେ ରଖି ଆମେ ଏମିତି ସିଲେଇ କରିଦେବା। ଦେଖନ୍ତୁ ସବୁ ସାଇଡ଼ରୁ ଆମେ ଏମିତି କଟିଂ ସିଲେଇଲା ପରେ ଏମିତି ବାହାରକୁ 2 ସୁତ ରଖି ଏମିତି କଟିଂ କରିଦେବା। ଦେଖନ୍ତୁ ମଝିରେ ଆମେ ଗୋଟେ ଏମିତି ମିଡ଼ିଲରେ ଗୋଟେ ଚିହ୍ନ ଦେବା। ଆର ବି ମଝିରେ ଆମେ କଟିଂ ଚିହ୍ନଟି ଏମିତି ଦେଇଦେବା ରଖିକିରି। ତାପରେ ଯେଉଁ ସାଇଡ଼ ପେଷ୍ଟ ହେଇଥିବ ସେଇଟା ବାହାରକୁ ରଖିବେ, ଭିତର ସାଇଡ଼ ରଖିବେନି, ଯେହେତୁ ବେକରେ ସେଇଟା ରହିଯିବ। ତାର ଫେସ୍ ସାଇଡ଼ଟା ବାହାରକୁ ରହିବ। 2 ଜଏଣ୍ଟକୁ ଏମିତି ମିଶେଇକିରି ଆମେ ତାପରେ ସିଲେଇ କରିଦେବା। ଦେଖିବେ ଖାନ୍ଦ ଜଏଣ୍ଟ ଯାଏଁ ସିଧାରେ ଆଣିବେ। ସେଇ ଜାଗାରୁ କପଡ଼ାକୁ ଏମିତି ବେଣ୍ଡ କରିକିରି ସିଲେଇ ନେବେ। ତାପରେ ଆମେ ଏମିତି ଉଲ୍ଟା କରିଦେବା। ଏଇ ଜାଗାରେ ବି ଏମିତି ସିଧାରେ ଆମେ ଆଣିବା। ଯେଉଁ ଜଏଣ୍ଟ ହେଇଥିବ ସେଇ କପଡ଼ାକୁ ଆଗକୁ ରଖିବା ଏମିତି ଆଉ ସିଲେଇବା। ଏମିତି ଆଗକୁ ରଖିକିରି ସିଲେଇବେ। ଆଉ ଜଏଣ୍ଟ ଜାଗାରେ ଦେଖନ୍ତୁ, ଜଏଣ୍ଟ ଜାଗାରେ କଟ୍ ଗୋଟେ ଦେଇଦେବା, କଟିଂ ଦେଇଦେବା। ସେଇ ଜାଗାରେ ଆମର କପଡ଼ା ଲୁଚା ହେବନି। ନେକ୍ ଲାଗିଲା ପରେ ବି ସୁନ୍ଦର ଦିଶିବ। ଦେଖନ୍ତୁ ଏଇଠି ଯେମିତି ଟୋଟାଲି ଲୁଚା ହେବନି, ଏମିତି ସେପ୍ ଆସିବ। ତାପରେ ଏମିତି 1 ଇଞ୍ଚର ପଟି କାଟିଛି ମୁଁ, ତାପରେ ତା ଉପରେ ଏମିତି ଲଗେଇବି। ଦେଖନ୍ତୁ ସାମ୍ନା ଆଡ଼ୁ ଏମିତି ରଖିବେ। ଏଇ ଜାଗାରେ ଟିକେ ହରବର ହେବେନି, ଆରାମରେ ସିଲେଇବେ। ଯେହେତୁ ଏଇ ଜାଗାରେ ଯଦି ଲୁଚା ହୁଏ ତାହେଲେ ଆଉ ସୁନ୍ଦର ଲାଗିବନି, ବ୍ଲାଉଜର ସେପ୍ ବିଗିଡ଼ିଯିବ। ଏଇ ଜାଗାରେ ଟିକେ ସମୟ ଦେଇକିରି ସିଲେଇବା କଥା। ଦେଖନ୍ତୁ ଏମିତି ରଖିବେ।
आमे पट्टी तो जॉइंट करने जेहेतु पट्टी छोट होची तेणु ए जगह एमती मुड़ी दबा से पट्टीर तले रखिबा एमती सिलेबा पट्टी जॉइंट न करिगिरी भी एमती आमे मिसेगिरी पट्टी लगे थाउ देखंतु ए हिसाब रे जदी सिलेबे नेक भी बहुत सुंदर लागिवो बढ़िया फिटिंग भी हबो देखंतु आरो सेट देमे ए जगह रे एमती बेंड कर दबा देखंतु ए जगह रे एमती बेंड कर दबा बेंड कर एमती धरिबा दिसु कपड़ा माने राउंड फोल्ड हला भलिया रखिबा देखंतु नेक को एमती ऊपर रखिबा तापरे ए जगह रे एमती कपड़ा एमती फोल्ड करी आमे सिलेबा ए वीडियो रे आपण माने फिटिंग भी केमती परफेक्ट हबो सेटा भी आपण माने भलगिरी बुझी परिबे जानि परिबे देखंतु ए जगह रे एमती बेंड करी सिले दबा बेक पट्टी भी प्राय जानंतिनी भलगिरी लगेई तेणु सेମାନଙ୍କ पय बहुत माने बुझी परिबे ए जिंस रे माने वीडियो रे देखंतु जो कपड़ा एक्स्ट्रा बळी थिबो आमे ताकू एमती शेप रे काटिबा हर्बर रे काटिबेनी जेहेतु काटू काटू जदी कपड़ा रे लगी जाए दाग आसी जीवो तेणु आराम रे ए जगह रे काटिबे कम कम कपड़ा धरी काटिबे जो एक्स्ट्रा कपड़ा बळीची आमे ताकू एमती कटिंग कर दबा एबे देखंतु कटिंग हे गला ताकू तापर आमे एमती बुलेगिरी एमती धरिबा तापरे से जगह रे आमे एमती सिले नबा सिलेटा भीतर पटे एमती आमे बुलेगिरी सिलेबा नेक को एमती बाहर को रखिबा तापर एमती दबेगिरी सिले नबा देखंतु बहुत बढ़िया फिनिशिंग सिले हेबो ए जगह रे सुंदर लागिवो नुआरे सिलेला लोक जमारू माने हरबर हेबेनी आराम रे सिलेबे सुंदर भी आसीबो फिनिशिंग आसीबो देखंतु नेक लागी गला देखो जमारू भी ए जगह रे हमर फोल्ड होनी किछि नै बढ़िया शेप होई रहला एटा होची मिडिल पॉइंट देखंतु मिडिल रो एबे आमे अंटार चारि भागरो भागे एंती चिन्ह तो दबा जो लास्ट को देखंतु ए जगह रे आमे एंती शेप करिया मो आगरो भी वीडियो रे बतिची कोन केमती फिटिंग करा जाए एबे भी देखो एमती समान धरिबे जो साइड जो हाथ जॉइंट हो से पटे सानो बड़ थिले एमती शेप कर नेबे तापरे एबे आमे एमती हाथ जॉइंट करबा एठी हाथ को एमती मझी रे रखिबे हाथ सदाळे डबल सिलाई करिवे वीडियो लॉन्ग हे जीवो किंतु आपण माने देखंतु प्राय बुझी परिबे जिंस रे माने हाई नेक ब्लाउज केमती कटिंग हुए केमती सिलाई हुए सब बुझी परिबे ताको भी हम एमती डबल फोल्ड करी सिले दबा देखंतु हाथ एमती दिसिबो सिलेला परे आ गोटे हाथ भी हम एमती सेम जॉइंट कर दबा
ତାକୁ ଏବେ ବି ଆମେ ଏମିତି ଡବଲ ଷ୍ଟିଚିଂ କରିଦେବା। ଦେଖନ୍ତୁ ଫିଟିଂ କେମିତି କରାଯାଏ, ଟିକେ ଭଲରେ ଧ୍ୟାନ ଦେଇ ଦେଖନ୍ତୁ, ଜାଣିପାରିବେ। ଏମିତି ମିଡ଼ିଲରେ ରଖିବେ, ଲାଷ୍ଟରେ ଆମେ ଏମିତି ସିଲେଇ ନେବା। ହାତକୁ ଏମିତି ସମାନ ରଖିବେ, ହାତ ମାପିଦେବା ଯେତିକି ଅଛି, ଅଧିକା ଆମକୁ ସେମ୍ ରଖିବ, ମାନେ ବରାବର ଯେତିକି ଅଛି ସେତିକି ହିସାବରେ ଆମେ ଚିହ୍ନ ଦେବା। ସିଧାରେ ସିଲେଇ ନେବା, ଯେତିକି ଏକ୍ସଟ୍ରା କପଡ଼ା ଥିବ ଆମେ କଟିଂ କରିଦେବା। ଏପଟେ ବି ସେମିତି ମଝିରେ ରଖିବା ବଟମ୍ ମାନେ ଖାଜା ପଟିକୁ, ଲାଷ୍ଟକୁ ଏମିତି ଧରିବା। ଏଠି ଆଗେ ଆମେ ଏମିତି ସିଲେଇ ଟାଙ୍କା ଏମିତି ଲଗାଇଦେବା, ଦୁଇ ହାତକୁ ସମାନ ଧରିବା, ସିଧାରେ ଏମିତି ସିଲେଇ ନେବା। ଏକ୍ସଟ୍ରା କପଡ଼ା ସବୁ କଟିଂ କରିଦେବା। ଦେଖନ୍ତୁ ତାପରେ ବରାବର ମିଶୁଛି, ଏଇ ଜଏଣ୍ଟ ବି ବରାବର ମିଶୁଛି। ଅଣ୍ଟାର ଚାରି ଭାଗର ଭାଗେ ଗୋଟେ ଏମିତି ଆମେ 32 ଅଛି ମାନେ 8ରେ ଏମିତି ଡାଇରେକ୍ଟ ଚିହ୍ନ ଦେବା। ଦେଖନ୍ତୁ ତାପରେ ଏମିତି ଫୋଲ୍ଡ କରିବା। ଏଇ ଜାଗାରେ ଏକ୍ସଟ୍ରା କପଡ଼ା ଯେତିକି ବଞ୍ଚିଛି, ମାନେ ହାତର ଜଏଣ୍ଟରେ ବି ସେତିକି ହିଁ ବଞ୍ଚିବା ଦରକାର। ତାପରେ ହାତର ଆମର 11 ଅଛି, ମାନେ 5.5 ହେବ, 5.5ରେ ଆମେ ଏମିତି ହାତରେ ଚିହ୍ନ ଦେବା। ସାଢ଼େ 5ରେ ଚିହ୍ନ ଦେବା। ତଳପଟେ ଏକ୍ସଟ୍ରା କପଡ଼ା ଯେତିକି ବଞ୍ଚିଛି, ଏ ହାତ ଜଏଣ୍ଟରେ ବି ସେତିକି ହିଁ ବଞ୍ଚିବା କଥା। ଫିଟିଂ ପୁରା ଏଇଟା ମାନେ ଷ୍ଟ୍ରେଟ୍ ହେବ। ଦେଖନ୍ତୁ ପୁରା ଷ୍ଟ୍ରେଟ୍, ବଙ୍କା ହେବନି। ଦେଖନ୍ତୁ ଏପଟେ ବି ସେମିତି, ଏ ଚିହ୍ନରେ ଆମେ ଏମିତି ଚିହ୍ନଟି ଦେଇଦେବା। এই ଜାଗାରେ ଆଗେ ଆମେ ଏମିତି ଦବେଇ ଦେବା, ମାନେ ଟାଙ୍କା ଦେଇଦେବା ଆଗେ। ତାପରେ ହାତର 5.5ରେ ଚିହ୍ନ ଦେବା। ସିଲେଇ କରିବା, ପୁରା ଷ୍ଟ୍ରେଟ୍ ସିଲେଇ ହେବ। ଏଇଟା ଜମାରୁ ଏପଟ ସେପଟ ହେବନି। ମୁଁ ଆଉ ଗୋଟେ ବ୍ଲାଉଜରେ ବି ସେଇଟା ବି ଗୋଟେ ପ୍ରକାର ଫିଟିଂ ବତେଇଥିଲି, ଏଇଟା ବି ବତଉଛି। ଦେଖନ୍ତୁ ଏଇଟା ହେଉଛି ଷ୍ଟ୍ରେଟ୍ ଫିଟିଂ। ଦି ସୁତ୍ରେ ଆମେ ଏମିତି ରଖିକିରି ଏକ୍ସଟ୍ରା ଦିଟା ଆହୁରି ସିଲେଇ ଦେଇଥିବା, ଯେହେତୁ ଯଦି ପଛେ ଟାଇଟ୍ ହୁଏ ସେ ଖୋଲିକିରି ଢିଲା କରିପାରିବେ। ଭିଡ଼ିଓଟି ଯଦି ଆପଣମାନଙ୍କୁ କିଛି ଭଲ ଲାଗେ, ତାହେଲେ ନିଶ୍ଚୟ ଲାଇକ୍, ସବସ୍କ୍ରାଇବ୍ ଓ ବେଲ୍ ଆଇକନ୍କୁ ନିଶ୍ଚୟ ଦବାଇବେ। ଓ କିଛି ଏକ୍ସଟ୍ରା ନଲେଜ୍ କିମ୍ବା ଏକ୍ସଟ୍ରା କିଛି ଶିଖିବା ପାଇଁ ଆପଣମାନେ ଚାହୁଁଛନ୍ତି, ତାହେଲେ ନିଶ୍ଚୟ କମେଣ୍ଟ କରିବେ। ଆହୁରି ଏମିତି ଭିଡ଼ିଓ ଆପଣମାନଙ୍କ ପାଇଁ ବନେଇକିରି ଅପଲୋଡ଼ କରିବି। ଦେଖନ୍ତୁ ବ୍ଲାଉଜ୍ ପରଫେକ୍ଟଲି ରେଡ଼ି ହେଇଗଲା। ଦେଖନ୍ତୁ ଏ ହାତର ଜଏଣ୍ଟ ବି ପୁରା ପରଫେକ୍ଟ ହିସାବରେ ବସିଲା, ସମାନ, ସାନ ବଡ଼ ବି ହେଇନି। ଫିଟିଂ ବି ଦେଖନ୍ତୁ ଏମିତି ସିଧା। ଦେଖନ୍ତୁ ମୁଁ ଆପଣଙ୍କୁ ଦେଖାଇ ଦେଉଛି, ଜଣାପଡ଼ୁନି। ତେଣୁ ଦେଖନ୍ତୁ ଏମିତି ଷ୍ଟ୍ରେଟ୍ ଫିଟିଂ ହେଇଛି, ଏଇଟା ଏମିତି ଫିଟିଂ ହେବ ଷ୍ଟ୍ରେଟ୍। ଦେଖନ୍ତୁ ନିଶ୍ଚୟ ଲାଇକ୍, ସବସ୍କ୍ରାଇବ୍ କରିବେ, ଜମାରୁ ଭୁଲିବେନି। ଦେଖନ୍ତୁ ହାତ ସବୁ ଏମିତି ଫିଟିଂ ହେଇଛି ଏଇଟା।